ଏ ହେଉଛି ତାଙ୍କର ଦଳର ଆଭ୍ୟନ୍ତରୀଣ ବ୍ୟାପାର। ତାଙ୍କର ଲଢ଼େଇ କାହିଁକି ହେଉଛି, କ୍ଷମତାରେ ଆଜି ପର୍ଯ୍ୟନ୍ତ ଥିଲେ, କ୍ଷମତାରୁ ଅଳ୍ପ ଦିନ ହେଲା ବାହାରିଛନ୍ତି, ସେଥିପାଇଁ କି ହୁଏତ ସହିପାରୁନାହାନ୍ତି, ମାନେ କ୍ଷମତାରୁ ବାହାରିକି ରହିବାରେ ସେ କାର୍ଯ୍ୟଟାକୁ ସେମାନଙ୍କ ସହଜରେ ଗ୍ରହଣ କରିପାରୁନାହାନ୍ତି, ଯେଉଁଥିପାଇଁ ତାଙ୍କ ଭିତରେ ତୁ ତୁ ମେ ମେ ଲଢ଼େଇଟା ଚାଲିଛି। ତେଣୁ ତାଙ୍କ ଭିତରେ ଆଭ୍ୟନ୍ତରୀଣ ବ୍ୟାପାର ପରସ୍ପର ଭିତରେ ଯେଉଁ ଚାଲିଛି ସେଇଟା ସବୁ ନବୀନ ପଟ୍ଟନାୟକ ଜ୍ଞାତସାରରେ ଚାଲିଛି ବୋଲି ମୋର ବିଶ୍ୱାସ। କାରଣ ମୁଁ ନବୀନ ପଟ୍ଟନାୟକଙ୍କୁ ଯେତିକି ଜାଣେ, ତାଙ୍କୁ ନ ପଚାରିକିରି ଏମାନେ କେହି କିଛି କରୁନଥିବେ। ତାଙ୍କୁ ପଚାରିକିରି ଗୋଟିଏ ପକ୍ଷ ଯାଇଥିବେ ଭୋଟ ଦେବା ପାଇଁ କି ସପକ୍ଷରେ, ତାଙ୍କୁ ଜାଣିକିରି ଗୋଟିଏ ପକ୍ଷ ଯାଇଥିବେ ଭୋଟ ବିରୁଦ୍ଧରେ ବିରୁଦ୍ଧରେ ଆମର ଯେଉଁ ବିଲ୍ ଯାଇଥିଲା ୱାକଫ ବୋର୍ଡର ଆମେଣ୍ଡମେଣ୍ଟ ବିଲ୍, ତା ବିରୁଦ୍ଧରେ ଯାଇଥିଲେ। ଏଠୁ ସବୁ ନବୀନ ପଟ୍ଟନାୟକଙ୍କୁ ପଚାରିକିରି କରିଥିବେ ଏବଂ ନବୀନ ପଟ୍ଟନାୟକ ଜ୍ଞାତସାରରେ ହେଇଛି ହେଇଛି ଏବଂ କିଛି ବିଶେଷ କିଛି ତଫାତ ନାହିଁ। ଯାହା 15 ବର୍ଷ ତଳେ ଥିଲା, ଯାହା 10 ବର୍ଷ ତଳେ ଥିଲା, ଆଜି ବି ସେଇ ବ୍ୟବସ୍ଥା ବିଜୁ ଜନତା ଦଳ ଭିତରେ ରହିଛି। जो प्रतिष्ठाता समय देवाशीष सामंतराय जो पोस्ट करथिले फेसबुक रे या सोशल मीडिया रे जे बिजु जनता दल जो समय गठन होइतिला से समय ताकर योगदान थिला, तो आज किछि जण आसी कि दल रे निजको से माने ऊपर सथे मोहलउचंदी कि ताकू जवाब देचंदी सुनता देव। सर एक्चुअली जो समय दलर प्रतिष्ठा होइतिला से समय सर देवाशीष सामंतराय को योगदान आ सुनता देव ए उभय सर की होइतिला मोर मने पड़ू नै। ହେଇଗଲାଣି 20-22 ବର୍ଷ 25 ବର୍ଷ ଆସିକି ହେଇଗଲା, ମୋର ମନେ ପଡ଼ୁନାହିଁ ଦେବାଶିଷ ସାମନ୍ତରାୟ ସେତେବେଳେ କ'ଣ କେଉଁ ସ୍ଥିତିରେ ଥିଲେ ବା ସୁଲତା ଦେଓ କେଉଁଠି ଥିଲେ, କ'ଣ କରୁଥିଲେ, ମୋର ଏ ବିଷୟରେ ମୋର ଆଜି ଦିନରେ ମନେ ପଡ଼ୁନାହିଁ। ଯଦି ହେଇଥିବେ ପ୍ରତିଷ୍ଠାତା ଶବ୍ଦ ହେବା ପାଇଁ ହେଲେ ଜଣେ ଆଗୁଆ ଲୋକ ହେବା ଦରକାର ଥିଲା, କିନ୍ତୁ ସେତେବେଳେ ସେ କେବେ ଆଗୁଆ ଲୋକ ନଥିଲେ, ନା ଋଷି ସାମନ୍ତରାୟ ଥିଲେ ନା ଇଏ ଥିଲେ। ମୁଁ ଯେତିକି ଭାବୁଛି ଏ ଦି ଜଣ ଯାକଙ୍କର ସେତେବେଳେ ଯାହା ବୟସ, ଯାହା କାର୍ଯ୍ୟକ୍ରମ ଥିଲା, ଆଉ କିନ୍ତୁ ମନେ ପଡ଼ୁନାହିଁ ସେ ସମୟରେ ଥିଲା ବୋଲି, ସେ ଇଏ ବ୍ୟବସ୍ଥା ଭିତରେ ଅତି ମାତ୍ରାରେ ଜଡ଼ିତ ଥିଲେ ବୋଲି। ମୁଁ କହିପାରିବିନି, ସେ ତାକୁ ପଚାରିଲେ ସେ କହୁଛନ୍ତି, ସେ କହିବେ।